ଆଜିର ଏହି ମାହେନ୍ଦ୍ର ବେଳାରେ ମାତୃଭାଷା କାଳାଂଶକୁ ସମସ୍ତ ଅଷ୍ଟମ ଶ୍ରେଣୀର ଅତି ସ୍ନେହର ଆଦରର ଭାଇ ଭଉଣୀମାନଙ୍କୁ ବହୁତ ବହୁତ ସ୍ୱାଗତ ତଥା ଅଭିନନ୍ଦନ। ଗତ କାଳାଂଶରେ ଆମେ ପଢ଼ିଥିଲେ କବିତା ଉଦ୍ବୋଧନ, ରଚୟିତା ଗଙ୍ଗାଧର ମେହେର। ପ୍ରଥମେ ଯାହା ଆମେ ପଢ଼ିଥିଲେ ତାହା ଶୁଣିବା, ଚିତ୍ର ମାଧ୍ୟମରେ ବୁଝିବା, ତାପରେ ଆଜିର କାଳାଂଶକୁ ପୁଣି ଆଗକୁ ଆଗେଇ ନେବା। ଗତ କାଳାଂଶରେ ଆମେ ତ ଦେଖିଲେ, ଶୁଣିଲେ ଯେ ସୂର୍ଯ୍ୟ ଉଦୟରେ କେମିତି ପଦ୍ମଫୁଲ ପ୍ରସ୍ଫୁଟିତ ହୋଇଛି, ପକ୍ଷୀମାନେ କେମିତି ଆଳସ୍ୟ ବର୍ଜନ କରିଛନ୍ତି, ଦୂର ଦୂରାନ୍ତକୁ ଯାଇକରି ଖାଦ୍ୟର ଅନ୍ୱେଷଣ କରିଛନ୍ତି, ମହୁମାଛି ମଧ୍ୟ କିଭଳି ଭାବରେ ଫୁଲରୁ ଫୁଲକୁ ଉଡ଼ିଛି, ପରିଶ୍ରମ କରିଛି, ମଧୁ ସଞ୍ଚୟ କରିଛି। ବଳ ଥାଉଁ କେହି ମଧ୍ୟ ନିଜକୁ ହୀନ ମନେ କରନ୍ତି ନାହିଁ। ସୁପ୍ତ ସିଂହ ଯଦି ଅଳସୁଆ ହେବ, କିପରି ସେ କଷ୍ଟ ପାଏ, ଭୋକିଲା ରହେ, କେବେ ତାର ମୃତ୍ୟୁ ହୁଏ ଆମେ ଜାଣିଛେ। ପୁଣି ପିପିଲିକା କହିଲେ ପିମ୍ପୁଡ଼ି ପରିଶ୍ରମ କରୁଥିବାରୁ ତାର ଖାଦ୍ୟ ଭଣ୍ଡାରକୁ ସେ ପୁରାଇ ରଖେ, ସୁଖ ଶାନ୍ତିରେ ରହେ। ଆମେ ଏତିକି ପଢ଼ିଥିଲେ। ବର୍ତ୍ତମାନ ଆମେ ଆଗକୁ ବଢ଼ିବା। ଉଦ୍ବୋଧନ କବିତାକୁ ବର୍ତ୍ତମାନ ମୁଁ ଗାୟନ କରୁଛି, ଶୁଣିବା, ତାପରେ ବ୍ୟାଖ୍ୟା କରାଯିବ। ମେଳିଥିଲେ ପାଟି ଶୋଇ ବୃକ୍ଷ ତଳେ, ବୃକ୍ଷଚ୍ୟୁତ ଫଳ ନ ପଡ଼େ କବଳେ। ଗଜ ସିଂହ ବ୍ୟାଘ୍ର ଦେହେ ଅଛି ବଳ, ତାଙ୍କୁ ବାନ୍ଧେ ନର ପ୍ରକାଶୀ କୌଶଳ। କୌଶଳ ଜନକ ଜ୍ଞାନ ଅଟେ ସିନା, ଜନମି ନ ପାରେ ଜ୍ଞାନ ଭାଷା ବିନା। ଭାଷା ଯୋଗୁଁ ସିନା ଦମି ଜୀବ ଗଣ, ମାନବ କରଇ ବିଶ୍ୱେ ରାଜପଣ। ଯା ଭାଷା ଦୁର୍ବଳା ସେ ନିଶ୍ଚୟ ଅଧମ, କାହିଁ ହେବ ଆନେ ପ୍ରତିଯୋଗେ କ୍ଷମ। ଉଚ୍ଚ ଭାଷୀ ଲୋକେ ତାକୁ ନୀଚ ଗଣି, ଉଚ୍ଚ ସମାଜରେ ହୁଅନ୍ତି ଅଗ୍ରଣୀ। ଯେ ନର ନ ବୁଝେ ମାନ ଅପମାନ, ନୁହଇ କି ସେହୁ ପଶୁର ସମାନ। ଯା ଭାଷା ଦୁର୍ବଳା କାହିଁ ତାର ଜ୍ଞାନ, କାହିଁ ତାର ରାଜ ଦୁଆରେ ସମ୍ମାନ। ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ନାହିଁ ଯେବେ ହୃଦେ ଉଚ୍ଚ ଅଭିଳାଷ, କର ଆମୋଦର ପଲଙ୍କେ ବିଳାସ। ପ୍ରତିବେଶୀଙ୍କର ଚରଣ ପ୍ରହାର, ଚିହ୍ନ ଶ୍ରେଣୀ କର ବକ୍ଷ ଦେଶେ ହାର। ପ୍ରଥମେ ଅଛି ମେଲିଥିଲେ ପାଟି ଶୋଇ ବୃକ୍ଷ ତଳେ, ବୃକ୍ଷଚ୍ୟୁତ ଫଳ ନ ପଡ଼େ କବଳେ। ଯଦି କୌଣସି ବ୍ୟକ୍ତି ବୃକ୍ଷ ମୂଳରେ, ଗଛ ମୂଳରେ ଯଦି ଶୋଇ ରହିଥିବ ଆର ଭାବୁଥିବ ଆପେ ଆପେ ବୃକ୍ଷର ଫଳ ଆସିକି ପାଟିରେ ପଡ଼ିବ, ତେବେ ତାହା କେବେ ମଧ୍ୟ ସମ୍ଭବ ହୋଇପାରିବ ନାହିଁ। ତାକୁ ପରିଶ୍ରମ କରିବାକୁ ପଡ଼ିବ, ଗଛକୁ ଚଢ଼ିବାକୁ ପଡ଼ିବ, ବା ଯେକୌଣସି ଉପାୟରେ ତାକୁ ପରିଶ୍ରମ କଲା ପରେ ଯାଇ ହିଁ ସେ ଫଳ ପ୍ରାପ୍ତି କରିପାରିବ। ପୁଣି ଅଛି ଗଜ ସିଂହ ବ୍ୟାଘ୍ର ଦେହେ ଅଛି ବଳ, ତାଙ୍କୁ ବାନ୍ଧେ ନର ପ୍ରକାଶୀ କୌଶଳ। ଗଜ କଲେ ହାତୀ, ଶବ୍ଦ ମଧ୍ୟ ପରୀକ୍ଷାରେ ବେଳେବେଳେ ପଡ଼େ। ହାତୀ କହିବା ମାତଙ୍ଗ ବୋଲି କହିପାରିବା, ଆଉ ଗୋଟେ କରି ବୋଲି କହିପାରିବା, ରେ ଦୀର୍ଘ ହେବ କରି। ସେମିତି ଅଛି ଆମର ବ୍ୟାଘ୍ର, ବ୍ୟାଘ୍ର କହିଲେ ବାଘ। ତ ଗଜ, ସିଂହ, ବ୍ୟାଘ୍ର ବା ବାଘ ଏମାନେ ମହାପ୍ରଭାବଶାଳୀ ଜୀବମାନେ ଅଛନ୍ତି। ଏମାନଙ୍କୁ ମଣିଷ ତାର କୌଶଳରେ ଆୟତ୍ତ କରିଥାଏ।
ସମଗ୍ର ଜୀବଜଗତ ଉପରେ ବିସ୍ତାର କରିଥାଏ ମନୁଷ୍ୟ ତାର ପ୍ରଭୁତ୍ୱ। ତାଙ୍କୁ ବାନ୍ଧିନର ପ୍ରକାଶୀ କୌଶଳଜନକ ଜ୍ଞାନ ଅଟେ ସିନା, ଜନମି ନପାରେ ଜ୍ଞାନ ଭାଷା ବିନା। ତ ଏହି କୌଶଳ ଜ୍ଞାନ ଲାଭରୁ ସମ୍ଭବ ହୁଏ ଏବଂ ଜ୍ଞାନ ଭାଷା ମାଧ୍ୟମରେ ଏଟା ପ୍ରାପ୍ତ ହୋଇଥାଏ, ଉପଲବ୍ଧ ହୋଇଥାଏ। ଯେଉଁ ଭାଷା ଯେତେ ଉନ୍ନତ, ଯେତେ ସମୃଦ୍ଧ, ଯେତେ ଶକ୍ତିଶାଳୀ, ସେଥିରେ ଜ୍ଞାନ କୌଶଳ ସେତେ ସରଳ, ସେତେ ପ୍ରଭାବଶାଳୀ ମଧ୍ୟ ହୋଇଥାଏ। ତେଣୁ ବଡ଼ ବଡ଼ ଯେଉଁ ଜୀବଜନ୍ତୁମାନେ ଅଛନ୍ତି, ଆକାର ଦୃଷ୍ଟି ଆମେ ଦେଖିବା, ସେମାନଙ୍କୁ ନିଜର କଳକୌଶଳ ମାଧ୍ୟମରେ ମନୁଷ୍ୟ ତାଙ୍କୁ ନିଜ ଆୟତ୍ତ ରଖିପାରୁଛି, ତାକୁ ମନୁଷ୍ୟ ଉଦ୍ବସ କରିପାରୁଛି, ଯାହା ଚାହିଁଲେ ତାହା ମଧ୍ୟ କରିପାରୁଛି। କାରଣ ମଣିଷକୁ ଜଣାଅଛି ତାର କଳକୌଶଳ, ତାକୁ ଜଣାଅଛି ଜ୍ଞାନ। ଭାଷା ଯୋଗୁଁ ସିନା ଦମି ଜୀବଗଣ, ମାନବ କରଇ ବିଶ୍ୱ ରାଜପଣ। ବିଶ୍ୱ କଲେ ପୃଥିବୀ, ଜାଣିଛୁ। ମାନବ ପ୍ରତିଶବ୍ଦ ହେଉଛି ମନୁଷ୍ୟ, ନର। ତାହେଲେ ଲେଖା ହେଇଛି ଭାଷା ଯୋଗୁଁ ସିନା ଦମି ଜୀବଗଣ, ମାନବ କରଇ ବିଶ୍ୱ ରାଜପଣ। ତ ମନୁଷ୍ୟ ପ୍ରଭୁତ୍ୱର ଅଧିକାରୀ ହେବା ମୂଳରେ ରହିଛି ଜ୍ଞାନ, ଆଉ ସେହି ଜ୍ଞାନକୁ ସେ ଭାଷା ମାଧ୍ୟମରେ ହିଁ ଲାଭ କରିଥାଏ, ପ୍ରାପ୍ତ କରିଥାଏ। ସର୍ବବିଧ କୌଶଳର ମୂଳ ଉତ୍ସ ଜ୍ଞାନ, ଜ୍ଞାନର ଅଙ୍କୁରୋଦ୍ଗମ ଭାଷାର ହିଁ ଜନ୍ମ ନେଇଥାଏ। ତେଣୁ ସେ ଜୀବଜଗତକୁ ଦମନ କରି, ଜୀବମାନଙ୍କୁ ଦମନ କରି ପାରିଛି। ଏ ବିଶ୍ୱରେ ରାୟତ୍ତ କରିପାରୁଛି ମନୁଷ୍ୟ। ଯା ଭାଷା ଦୁର୍ବଳା ସେ ନିଶ୍ଚୟ ଅଧମ, କାହିଁ ହେବ ଆନେ ପ୍ରତି ଯୋଗେ କ୍ଷମ। ହେଲେ ଅଧମ ତାର ବିପରୀତ ହେଉଛି ଉତ୍ତମ। ଯା ଭାଷା ଦୁର୍ବଳା ସେ ନିଶ୍ଚୟ ଅଧମ, କାହିଁ ହେବ ଆନେ ପ୍ରତି ଯୋଗେ କ୍ଷମ। ତ ଯେଉଁମାନଙ୍କର ଭାଷା ଜ୍ଞାନ ଦୁର୍ବଳ, ସେମାନେ ଅଧମ ବ୍ୟକ୍ତି ଅଟନ୍ତି। ଭାଷା ଅବବୋଧ ବ୍ୟକ୍ତି ସମାଜରେ ହୀନ, ହେୟ ଓ ନୀଚ ଭାବରେ ହୁଅନ୍ତି ପରିଗଣିତ। ସେମାନେ ଅନ୍ୟମାନଙ୍କ ସହ ପ୍ରତିଯୋଗିତାରେ ସମକକ୍ଷ ହୋଇପାରନ୍ତି ନାହିଁ। ପୁଣି ଅଛି ଉଚ୍ଚ ଭାଷା ଲୋକେ ତାକୁ ନୀଚ ଗଣି, ଉଚ୍ଚ ସମାଜରେ ହୁଅନ୍ତି ଅଗ୍ରଣୀ। ଅଗ୍ରଣୀ ଅର୍ଥ ହେଉଛି ଆଗୁଆ। ନୀଚ ତାର ବିପରୀତ ଶବ୍ଦ ହେଉଛି ଉଚ୍ଚ। ଉଚ୍ଚ ଭାଷୀ ଲୋକେ ତାକୁ ନୀଚ ଗଣି, ଉଚ୍ଚ ସମାଜରେ ହୁଅନ୍ତି ଅଗ୍ରଣୀ। ମଣିଷର ଉନ୍ନତି ସହିତ ଭାଷାର ରହିଛି ଗଭୀର ସମ୍ପର୍କ, ଘନିଷ୍ଠ ସମ୍ପର୍କ। କାରଣ ଉପଯୁକ୍ତ ଭାଷା ଜ୍ଞାନ ନଥିଲେ ବ୍ୟକ୍ତିବିଶେଷ କଳ, ବଳ, କୌଶଳ କଳାରେ ସାମର୍ଥ୍ୟ ପ୍ରକାଶ କରିପାରନ୍ତି ନାହିଁ। ଉଚ୍ଚ ସମାଜରେ ସେମାନେ ଅଗ୍ରଣୀ ହୋଇପାରନ୍ତି ନାହିଁ ବୋଲି କବି ଏଠାରେ ଉପସ୍ଥାପନ କରିଛନ୍ତି, ଏଠାରେ ଅବତାରଣା କରିଛନ୍ତି। ଯେ ନର ନ ବୁଝେ ମାନ ଅପମାନ, ନୁହଁଇ କି ସେହୁ ପଶୁର ସମାନ। ଭାଷା ହେଉଛି ମାନବ ସମାଜର ଶ୍ରେଷ୍ଠତାର ପରିଚୟ। ଭାଷା ହିଁ ଦେଶ ଜାତିର ମାନଦଣ୍ଡ। ଭାଷା ଜ୍ଞାନହୀନ ବ୍ୟକ୍ତି ମାନ ଅପମାନ କ'ଣ ଜାଣିପାରେ ନାହିଁ। ସେ ପଶୁତୁଲ୍ୟ ବୋଲି କବି ଏଠାରେ ଅଭିହିତ କରିଛନ୍ତି। ତାକୁ ପଶୁ ସହିତ ସମାନ ବୋଲି କହି ଅଛନ୍ତି। ଯା ଭାଷା ଦୁର୍ବଳା କାହିଁ ତାର ଜ୍ଞାନ, କାହିଁ ତାର ରାଜ ଦୁଆରେ ସମ୍ମାନ। ଭାଷା ଜ୍ଞାନହୀନ ବ୍ୟକ୍ତି ଯାହାର ଭାଷା ଦୁର୍ବଳ, ସେ ରାଜଦରବାରରେ ସମ୍ମାନିତ ହୋଇପାରେ ନାହିଁ। ସେ ସେଠାରେ ହୀନସ୍ଥ ହୋଇଥାଏ, ଅପଦସ୍ଥ ହୋଇଥାଏ, ଅପମାନିତ ହୋଇଥାଏ। ଭାଷାର ଅବନତି ହିଁ ସମଗ୍ର ଦୁଃଖ, ଦୁର୍ଭାଗ୍ୟ ଓ ଅପମାନର ମୂଳ କାରଣ ଅଟେ। ତେଣୁ ସେ କହିଛନ୍ତି ଯେ ଯା ଭାଷା ଦୁର୍ବଳା
କାହିଁ ତାର ଜ୍ଞାନ, କାହିଁ ତାର ରାଜ ଦୁଆରେ ସମ୍ମାନ। ରାଜ ଦୁଆରେ ମଧ୍ୟ ସେ ସମ୍ମାନ ପ୍ରାପ୍ତ କରିପାରେ ନାହିଁ। ପୁଣି କବି କହିଛନ୍ତି, ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। କବି କହିଛନ୍ତି, ତୁମେ ଯଦି ଉଚ୍ଚ ହେବାକୁ ଚାହୁଁଛ, ନିଜ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଚାହୁଁଛ, ତୁମେ ଜୀବନର ଚରମ ସୀମାରେ ପହଞ୍ଚିବା ପାଇଁ ତୁମେ ଚାହୁଁଛ, ତାହେଲେ ତୁମକୁ ନିଜର ଯେଉଁ ପ୍ରିୟ ମାତୃଭାଷା ଅଛି ତାହାକୁ ପ୍ରଥମେ ଉଚ୍ଚ କରିବାକୁ ପଡ଼ିବ, ଉନ୍ନତ କରିବାକୁ ପଡ଼ିବ। ତାପରେ ଯାଇ ତୁମେ ସେହି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ, ଶୀର୍ଷ ସ୍ଥଳରେ ପହଞ୍ଚି ପାରିବ। ତେଣୁ ତ କହିଥିଲି ଆମର ସଭାପକ ଗଙ୍ଗାଧର ମେହେର, ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ନାହିଁ ଯେବେ ହୃଦେ ଉଚ୍ଚ ଅଭିଳାଷ, କର ଆମୋଦର ପଲଙ୍କେ ବିଳାସ। କବି କହିଛନ୍ତି ଯେ ତୁମ ହୃଦୟ ମନ୍ଦିରରେ ଯଦି ଉଚ୍ଚ ଅଭିଳାଷ ନାହିଁ, ଉଚ୍ଚାସା ନାହିଁ, ଉଚ୍ଚ ଆଶା ନାହିଁ, ତାହେଲେ ତୁମେ ଆମୋଦ ପ୍ରମୋଦ ରୂପକ ଯେଉଁ ପଲଙ୍କ ଅଛି ସେଟା ତୁମେ କେବଳ ଯଦି ବିଳାସ କରିବ, ଭୋଗ ବିଳାସ ଭିତରେ ରହିବ, ତାହେଲେ ମାତୃଭାଷାର କେବେ ମଧ୍ୟ ଉନ୍ନତି ହେବ ନାହିଁ। ତେଣୁ ସେହି ଆଳସ୍ୟକୁ ପରିତ୍ୟାଗ କରି ତୁମେ କର୍ମଠ ହୁଅ, ମାତୃଭାଷାର ଉନ୍ନତି ପାଇଁ ଆଗେଇ ଆସ ବୋଲି କବି ଗଙ୍ଗାଧର ମେହେର ଏଠାରେ ଉଦ୍ବୋଧନ ଦେଇଛନ୍ତି। ପ୍ରତିବେଶୀଙ୍କର ଚରଣ ପ୍ରହାର, ଚିହ୍ନ ଶ୍ରେଣୀ କର ବକ୍ଷ ଦେଶେ ହାର। ଏଠାରେ ବକ୍ଷ ତା ପ୍ରଶବ୍ଦ ହେଉଛି ଛାତି, ଯାହାକୁ ଆମେ ହିଆ ବୋଲିକରି ମଧ୍ୟ ଆମେ କହୁଛୁ। ପ୍ରତିବେଶୀ ଅର୍ଥ ହେଉଛି ପଡ଼ୋଶୀ, ଯେଉଁମାନେ ପଡ଼ୋଶୀ ହେଇକରି ଅଛନ୍ତି। ମାତୃଭାଷାର ଅନେକ ନିନ୍ଦୁକ ବ୍ୟକ୍ତିମାନେ ଅଛନ୍ତି, ଯେଉଁମାନେ କି ହୀନମନ୍ୟତାର ଶିକାର ହୋଇଥାନ୍ତି। ମାତୃଭାଷାର ପ୍ରଗତି ବ୍ୟତିରେକେ ଆମେ ଆମର ପ୍ରତିବେଶୀଙ୍କ ସହିତ ତୁଳନୀୟ ହୋଇପାରିବା ନାହିଁ। ତାଙ୍କର ସମସାମୟିକ ଘଟଣାବଳୀକୁ ଲକ୍ଷ୍ୟ କରିଛନ୍ତି କବି। ସେଥିରୁ ଜଣାପଡ଼ୁଛି ସେ ସମୟରେ ଜନସମୁଦାୟର ମାତୃଭାଷାର ମହତ୍ତ୍ୱକୁ ଆଦୌ ବୁଝିପାରୁନଥିଲେ। ସେ ସମୟରେ ଲୋକମାନେ ପଡ଼ୋଶୀ ରାଜ୍ୟ ତୁଳନାରେ ଉତ୍କଳୀୟମାନେ ଜ୍ଞାନ, ସମ୍ମାନ, ପ୍ରତିଷ୍ଠା, ସର୍ବୋପରି ଶିକ୍ଷା କ୍ଷେତ୍ରରେ ବହୁତ ପଛରେ ପଡ଼ି ରହିଥିଲେ। ଇଂରେଜ ପଢୁଆ ଯେଉଁ ନବଶିକ୍ଷିତ ମାନେ ଥିଲେ, ଇଂରେଜ ପାଠ ପଢିଥିଲେ, ସେ ନବ୍ୟ ଶିକ୍ଷିତ ମାନେ ମାତୃଭାଷାକୁ ନିଚ ଦୃଷ୍ଟିରେ ଦେଖୁଥିଲେ, ହୀନ ଦୃଷ୍ଟି ଦେଖୁଥିଲେ। ତେଣୁ କବି ଉଦ୍ବୋଧନ କବିତାରେ ମାତୃଭାଷାର ନିନ୍ଦୁକମାନଙ୍କୁ ଶାଣିତ ପ୍ରହାର କରିଛନ୍ତି, ଶକ୍ତ ଚାବୁକ ପ୍ରହାର କରିଛନ୍ତି। କହିଲେ କିଛି ଅପଳାପ ହେବ ନାହିଁ, କିଛି ଭୁଲ ହେବ ନାହିଁ। ଠିକ ଅଛି, ତେବେ ଆମେ ଆଜିର କାଳସକୁ ଏଠି ସମାପ୍ତ କରିବା। ଯାହା ଗୃହ କାର୍ଯ୍ୟ ଦିଆଯିବ ତାହାକୁ ଘରେ କରିବେ, ପଢ଼ିବେ, ବୁଝିବେ ନିଶ୍ଚିତ ରୂପରେ। ଆଉ ଅବଶିଷ୍ଟାଂଶ ଯାହା ରହିଗଲା ତାହା ଆମେ ପରବର୍ତ୍ତୀ କାଳାଂଶରେ ପଢ଼ିବା। ସମସ୍ତଙ୍କୁ ଧନ୍ୟବାଦ।